नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवम्। प्रथमे भगवान नारायण श्रेष्ठ पुरुष नर देवी सरस्वती ଓ ବ୍ୟାସଦେବଙ୍କୁ ନମସ୍କାର କରି ପରେ ଜୟ ଅର୍ଥାତ୍ ପବିତ୍ର କଥା ଉଚ୍ଚାରଣ କରିବା ଉଚିତ। ଯାହାଙ୍କ କୃପାରେ ମୂକ ମଣିଷ ମଧ୍ୟ କଥା କହିପାରେ, ଛୋଟା ମଧ୍ୟ ଚାଲିପାରେ, ପର୍ବତ ଚଢ଼ିପାରେ, ସେହି ପରମାନନ୍ଦମୟ ଭଗବାନ ମାଧବଙ୍କୁ ମୁଁ ନମସ୍କାର କରେ। ତେବେ ପ୍ରିୟ ସଜ୍ଜନ ମଣ୍ଡଳୀ, ଆସନ୍ତୁ ପୂର୍ବ ଭିଡ଼ିଓରେ ଆମେ ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଶ୍ରୀମଦ୍ ଭାଗବତ ମହାପୁରାଣ ପ୍ରଥମ ସ୍କନ୍ଧ ଷଷ୍ଠ ଅଧ୍ୟାୟ ପାଠ କରିଥିଲେ। ଆଜି ଆମେ ସପ୍ତମ ଅଧ୍ୟାୟ ପାଠ କରିବା। ତେବେ ଚାଲନ୍ତୁ ଭିଡ଼ିଓଟି ଆରମ୍ଭ କରିବା। ଓମ୍ ଶ୍ରୀ ପରମାତ୍ମନେ ନମଃ। ଶ୍ରୀମଦ୍ ଭାଗବତ ମହାପୁରାଣ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟ। ଦ୍ରୌପଦୀ ଦେବୀ ପଞ୍ଚସୂତ ବଧ କରନ୍ତେ ଦ୍ରୋଣସୂତ ଯେମନ୍ତେ ଦଣ୍ଡିଲେ ଅର୍ଜୁନ। ସପ୍ତମ ଅଧ୍ୟାୟରେ ବର୍ଣ୍ଣନ। ଶୌନକ ଉବାଚ ବ୍ୟାସଙ୍କୁ ଛାଡ଼ି ଗଙ୍ଗା କୂଳେ ନାରଦ ଗଲେ ଯେତେବେଳେ ଚିତେ ସଂଶୟ ଯେତେ ଥିଲା ନାରଦ ବାକ୍ୟେ ଦୂର ହେଲା। ସେ ସର୍ବଗୁଣେ ଅଧିକାରୀ ନାରଦ ବାକ୍ୟେ ଚିତେ ଧରି ପୁଣି କି କଲେ ପୁଣ୍ୟ ଦେହା କହ ଆମ୍ଭଙ୍କୁ ଯେବେ ଦୟା। ଏମନ୍ତେ ମୁନିଙ୍କ ପ୍ରସନ୍ନେ କୃଷ୍ଣ ମହିମା ଶୁଣି କର୍ଣ୍ଣେ ସୁତ କହନ୍ତି ତୋଷ ଚିତେ ମୁନିଜନଙ୍କର ଗ୍ରତେ। ସୁତ ଉବାଚ ସେ ବ୍ରହ୍ମ ନଦୀର ପଶ୍ଚିମେ ଆଶ୍ରମ ସମ୍ୟପ୍ରାସ ନାମେ ତହିଁ ଅଶେଷ ମୁନିଜନ ଏଣୁ ଅନେକ ଯଜ୍ଞ ସ୍ଥାନ ମଧ୍ୟେ ବଦରୀ ନାମେ ବନ ବ୍ୟାସଙ୍କ ନିୟତ ଆଶ୍ରମ। ସେବନେ ସରସ୍ୱତୀ ଜଳେ ସ୍ନାନ ସାରି ପ୍ରାତଃ କାଳେ ବିଷ୍ଣୁ ଭଗତି ଚିନ୍ତି ମନେ ମୁନି ବସିଲେ ଯୋଗ ଧ୍ୟାନେ। ନିର୍ମଳ ମନେ ଧ୍ୟାନ କରି ତକ୍ଷଣେ ପ୍ରଭୁ ନର ହରି ମାୟା ସହିତେ ହେଲେ ଦୃଶ୍ୟ ଯେ ହରି ପୁରାଣ ପୁରୁଷ। ଯେ ମାୟା ତ୍ରିଗୁଣେ ଜଡ଼ିତ ଜୀବ ଯହିଁରେ ହୋଇ ଗ୍ରସ୍ତ। ଅସତ୍ୟ ସତ୍ୟ ପ୍ରାୟ ମଣେ ଆତ୍ମାର ଗତି ନ ପ୍ରମାଣେ। ତେଣୁ ସେ ଜନ୍ମାଦି ଅନର୍ଥ ଜୀବକୁ ହୋଇ ପ୍ରାପତ ତାହାକୁ ଉଦ୍ଧାରିବା ଅର୍ଥେ କୃଷ୍ଣ ଭଗତି ଯୋଗ ପଥେ ରଚିଲେ ଭାଗବତ ବାଣୀ। ଏ ଜୀବତରେ ଯାହା ଶୁଣି ଭକତି ଲୋଭେ କୃଷ୍ଣ ପାଦେ ନ ପଡ଼େ ଶୋକ ମୋହ ଦ୍ୱନ୍ଦ୍ୱେ। ସଂହିତା କରି ହରି ବାଣୀ ସୁଖ ମୁନିଙ୍କି ପାଶେ ଆଣି ସ୍ୱଭାବେ ତାଙ୍କ ନିଜ ସୁତ ହରଷେ ଦେଲେ ଭାଗବତ। ବିଶେଷେ ଗୋବିନ୍ଦ ପ୍ରସନ୍ନେ ମାୟା ନ ଲାଗେ ତାଙ୍କ ମନେ। ଶୌନକ ଉବାଚ ମାୟା ନ ଲାଗେ ଯାର ଚିତେ କି ପ୍ରୟୋଜନ ତାର ଗ୍ରନ୍ଥେ। ସୁଖ ସ୍ୱଭାବେ ଆତ୍ମା ରାମ ତାହାର ଗ୍ରନ୍ଥେ କିବା ଶ୍ରମ। କାହାର ଅର୍ଥେ ବ୍ୟାସ ସୁତ ଅଭ୍ୟାସ କଲେ ଭାଗବତ। ନିର୍ଲେପ ଯୋଗୀ ସେ ଯୁଗତେ ସଂଶୟ ଲାଗେ ଆମ୍ବ ଚିତେ। ସୁତ ଉବାଚ ସ୍ୱଭାବେ ମୁନିଙ୍କର ଚିତ
ଗ୍ରନ୍ଥରେ ନୁହଁଇ ଗ୍ରନ୍ଥିତ, ତଥାପି ଅକିଞ୍ଚନ ପଣେ, ଭଜନ୍ତି ଗୋବିନ୍ଦ ଚରଣେ। ଯେଣୁ ସକଳ ଭୂତେ ହରି, ପରମ ଆତ୍ମା ରୂପେ ପୁରୀ। ତେଣୁ ଭକତି ଅତିରେକେ, କହନ୍ତି ଏକ କୁଆରକେ। ସେ ସୁକ ମୁନି ସୁଧ ଚେତା, ନିତ୍ୟ ଅଭ୍ୟାସେ ହରି କଥା। ଭଗତ ଜନଙ୍କର ଅର୍ଥେ, ତାହାର ଶ୍ରମ ଭାଗବତେ। ଏବେ ହୁ ଶୁଣ ବିପ୍ରଜନେ, ହରିଚରିତ ସାବଧାନେ। ଭଗତ ପରୀକ୍ଷିତ କଥା, ପାଣ୍ଡୁ ନନ୍ଦନଙ୍କ ବ୍ୟବସ୍ଥା। କୁରୁ ପାଣ୍ଡବ ଯୁଦ୍ଧ ଅନ୍ତେ, ବୀରେ ଗମିଲେ ବୀର ପଥେ। ଭୀମସେନର ଗଦା ବାଜି, ଦୁର୍ଯ୍ୟୋଧନର ଉରୁ ଭାଜି। ପ୍ରକାଶ ଗଲା ପ୍ରାଣ ତୁଣ୍ଡରେ, ଲୁଚିଲା ବ୍ୟାସ ସରୋବରେ। ହେମନ୍ତେ ହୋଇଲା ରଜନୀ, ଜଳେ ଭାଳଇ ଭୟ ଘେନି। କାନ୍ଦଇ ଜୀବନ ବିକଳେ, ଦ୍ରୋଣ ନନ୍ଦନ ଦେଖି କୂଳେ। ବୋଲଇ ରାଜା ମୁଖ ଚାହିଁ, ମତେ ଯେ ନ ବରିଲୁ ତୁହି। ଯୁଦ୍ଧେ ସକଳ ବୀର ମାରି, ଏ ଭୂମି ଅପାଣ୍ଡବା କରି। ତତେ ବସାନ୍ତି ରାଜ କୂଳେ, ଅଖଣ୍ଡ ଅବନୀ ମଣ୍ଡଳେ। ଶୁଣି ବୋଲଇ ନୃପବର, ଏବେ ହଉ ଅପାଣ୍ଡବା କର। ଏବେ ବରିଲି ସେନାପତି, ଫେଡ଼ ତୁ ମୋହର ଦୁର୍ଗତି। ହେମନ୍ତ କହି ଅନ୍ଧ ବଳା, ତାହାର ହସ୍ତେ ଜଳ ଦେଲା। ଦ୍ରୋଣ କୁମର ବେଗେ ଉଠି, ଧନୁ ଧଇଲା ଦୃଢ଼ ମୁଷ୍ଟି। ମନ୍ତ୍ରୀଣ ନାରାଜ ପେଶିଲା, ପାଣ୍ଡବ ଶିବିରେ ପଡ଼ିଲା। ଦ୍ରୌପଦୀ ପାଞ୍ଚ ଯେ କୁମରେ, ସୈଣ ଥିଲେ ଅନ୍ତପୁରେ। ପୋଡ଼ି କାଟିଲା ତାଙ୍କ ଶିର, ଶବଦ କଲା ମହାଘର। ଶୁଣି କମ୍ପିଲେ ଦିଗପାଳେ, ପୁରିଲା ଭୂମି ଅନ୍ତରାଳେ। ଅତି ନିନ୍ଦିତ କର୍ମ କଲା, ଦୈବ ବସେ ଦ୍ରୋଣ ବଳା। ଦ୍ରୌପଦୀ ଶୟନ ଉପେକ୍ଷି, ପୁତ୍ର ମରଣ ଦେଖି ଦୁଃଖୀ। ବିକଳେ କରଇ ରୋଦନ, ତା ପାଶେ ମିଳିଲା ଅର୍ଜୁନ। ଅନେକ ଶାନ୍ତି ବାକ୍ୟ କହି, ବୋଲେ ଦ୍ରୌପଦୀ ମୁଖ ଚାହିଁ। ଦ୍ରୋଣକୁ ମୋର ଶିର ବାଣେ, କାଟି ସ୍ଥାପିବି ତୋ ଚରଣେ। ତେବେ ହରିବି ତୋର ଶୋକ, ତୁ ଏବେ ସ୍ଥିର ଚିତ୍ତେ ଦେଖ। ସେ ବ୍ରହ୍ମବନ୍ଧୁ ଆତତାୟୀ, ତାହାର ବୋଧେ ଦୋଷ ନାହିଁ। ହେମନ୍ତେ ମଧୁର ବଚନେ, ଶାନ୍ତି କରାଇ ତାର ମନେ। ଯାର ସାରଥି ଭଗବାନ, କିଏ ତାରେ କରେ ଅପମାନ। ଗାଣ୍ଡିବ ଧନୁ ଧରି ହସ୍ତେ, ବସିଲା କପି ଧ୍ୱଜ ରଥେ। ବେଗେ ଧାଇଁଲା ସଜ ହୋଇ, ଦେବେ ଗଗନେ ଛନ୍ଦି ଚାହିଁ। ଅର୍ଜୁନ ଦେଖି ଦ୍ରୋଣ ବଳା, କାତରେ ହୃଦୟ କମ୍ପିଲା। ବାଳକ ବୋଧେ ଛନ୍ନ ମନେ, ପଳାଇ ଜୀବନ ରକ୍ଷଣେ। ପଶିଲା ଯାଇ ଘର ବନେ, ରୁଦ୍ରଙ୍କ ଡରେ ଅର୍କ ଯେହ୍ନେ। ତାରେ ରକ୍ଷକ କେହି ନାହିଁ, ଶ୍ରମେଣ ଅଶ୍ୱନ ଚଳଇ। ପ୍ରାଣେ ରକ୍ଷକ ଦ୍ରୋଣ ସୁତ, ମନେ ସୁମରି ବ୍ରହ୍ମଅସ୍ତ୍ର। ତକ୍ଷଣେ ଜଳେ ସ୍ନାନ କରି, ବ୍ରହ୍ମଶିରାକୁ ହସ୍ତେ ଧରି। ସଂହାର ନ ଜାଣେ ତାହାରେ, ପେଶିଲା ଅର୍ଜୁନ ଉପରେ। ସ୍ୱଭାବେ ବ୍ରହ୍ମଶିରା ନାମ, ତେଜେ ବିରାଜେ ରବି ସମ। ତାର ପ୍ରଚଣ୍ଡ ତେଜ ଚାହିଁ, କମ୍ପଇ ଅର୍ଜୁନର ଦେହି। ବ୍ରହ୍ମଅସ୍ତ୍ରକୁ ଭୟ କଲା, ଗୋବିନ୍ଦ ମୁଖକୁ ଚାହିଁଲା। ପଡ଼ି ଅଭୟ ପାଦ ତଳେ, ବୋଲଇ ଜୀବନ ବିକଳେ। ଅର୍ଜୁନ ଉବାଚ, ହେ କୃଷ୍ଣ କୃଷ୍ଣ ଯୋଗେଶ୍ୱର। ପ୍ରସନ୍ନ ଜନ ଭୟହର। ସଂସାର ଅନଳ ଦହନେ,
ଡରେ ସ୍ମରନ୍ତି ତତେ ଜନେ, ତାହାଙ୍କୁ ଦେଉ ମୋର ଗତି। ଅଭୟ ବ୍ରହ୍ମେ ସେ ପଶନ୍ତି, ଆଦି ପୁରୁଷ ଭଗବାନ। ପ୍ରକୃତି ପରେ ତ ବିଶ୍ରାମ, ସ୍ୱରୂପେ ମାୟା କୁସଂହାରୁ। ପରମ ଆନନ୍ଦେ ବିହରୁ, ଏଣୁ ତୋହର ଗତି ମୁହିଁ। ମାୟାର ବଳେ ନ ଜାଣଇ, ଏ ଜୀବ ଲୋକେ ତୋର ମାୟା। ତୁ ଓଟଇ ଯାରେ କରୁ ଦୟା, ଏ ଯେ ତୋହର ଅବତାର। ଖଣ୍ଡିବ ବନିର ଭାର, ତୋରେ ଶରଣ ଯେ ପଶଇ। ସଂସାର ତାକୁ ନ ଲାଗଇ, ଏକି ଆଶଇ କାହୁଁ ତେଜେ। ଆଚ୍ଛା ଦି ତିନି ପୁର ସେ ଯେ, ସ୍ୱଭାବେ ପ୍ରଚଣ୍ଡ ଦାରୁଣ। ଦେଖି କମ୍ପଇ ମୋର ପ୍ରାଣ, କହ କି କରିବି ଗୋସାଇଁ। ତବିନୁ ଆନ ଗତି ନାହିଁ, ଅର୍ଜୁନ ବାକ୍ୟ ଶୁଣି ହସି। କହନ୍ତି ପ୍ରଭୁ ବ୍ରହ୍ମ ରାଶି, ଶ୍ରୀ ଭଗବାନୁବାଚ। ଜୀବନ ଡରେ ଦ୍ରୋଣ ବଳା, ଅତି ମାନୁଷ କର୍ମ କଲା। ମନ୍ତ୍ର ନ ଜାଣଇ ସଂଘାରେ, ବେଗେ ପେଶିଲା ପ୍ରାଣ ଡରେ। ଏହା ନିବାରେ ଶସ୍ତ୍ର ନାହିଁ, କେହି ନ ଜାଣେ ଦେହ ବହି। ତୁ ତ ସକଳ ଶସ୍ତ୍ର ଜାଣୁ, ଚଞ୍ଚଳ ଚିତେ ନ ପ୍ରମାଣୁ। ଏ ବ୍ରହ୍ମ ଶସ୍ତ୍ର ତେଜ ଘୋର, ତୁ ବ୍ରହ୍ମ ଶସ୍ତ୍ରରେ ନିବାର। ସୁତ ଉବାଚ। ଶୁଣି ଗୋବିନ୍ଦ ମୁଖ ବାଣୀ, ଅର୍ଜୁନ ମନେ ମନେ ଗୁଣି। ତକ୍ଷଣେ ଆଚମନ ସାରି, କରିଣ ପ୍ରଦକ୍ଷିଣ ହରି। ଦ୍ରୋଣଙ୍କୁ ତହୁଁ ଅଛି ଜାଣି, ଭାବେ କହିଲେ ଚକ୍ର ପ୍ରାଣୀ। ବ୍ରହ୍ମଶର ମନ୍ତ୍ରୀ ପେଶିଲା ବୀରବର। ଗଗନ ମଧ୍ୟ ବେନି ସରେ, ଭୂମି କମ୍ପଇ ଥରେ ହରେ। ଅର୍କ ନଳ ପ୍ରାୟ ଦିଶି, ବେଢ଼ିଲେ ଦଶ ଦିଗ ଗ୍ରାସୀ। ସେ ବେନି ଶସ୍ତ୍ର ତେଜ ରାଶି, ପ୍ରଳୟା ନଳ ପ୍ରାୟ ଦିଶି। ଦହିଲା ପ୍ରାୟ ତ୍ରିଭୁବନ, ଦେଖି ଡରିଲେ ସର୍ବଜନ। କୃଷ୍ଣ ବୋଇଲେ ଶୁଣ ବୀର, ଅସ୍ତ୍ରେ ସେ ଅସ୍ତ୍ର କୁସଂହାର। ଯହୁଁ କହିଲେ ଚକ୍ର ପାଣି, ତକ୍ଷଣେ ସଂହାରିଲା ଆଣି। ରଥୁ ଓହ୍ଲାଇ ମହାରୋଷେ, ଧଇଲା ଅଶ୍ୱତ୍ଥମା କେଶେ। ପ୍ରଚଣ୍ଡ ରୋଷେ ଶିର ଝୁଣି, ଆକର୍ଷି ପାତିଲା ଧରଣୀ। କରଚରଣ ତନୁ ଛନ୍ଦେ, ବେଗେ ବାନ୍ଧିଲା ମାଲବନ୍ଧେ। ବରୁଣ ପାଶ କୁସୁମରି, ପଶୁଙ୍କ ପ୍ରାୟ ବନ୍ଦୀ କରି। ଅର୍ଜୁନ ମନେ ଦୟା ବହି, ରାଜସଦନେ ନେବା ପାଇଁ। ରଥର ଦଣ୍ଡେ ବାନ୍ଧି ଆଣି, ଦେଖି ବୋଲନ୍ତି ଚକ୍ରପାଣି। ଏ ବ୍ରହ୍ମବନ୍ଧୁ ବଶ୍ଚ ଦ୍ରୋହୀ, ଏହାକୁ ଦଣ୍ଡେ ହେନ ଥୋଇ। ମନେ ତୁ ଅନ୍ୟ ନ ବିଚାର, ବେଗେ ଏହାର ପ୍ରାଣ ହର। ନିର୍ଦ୍ଦୋଷ ବାଳକ ଶୟନେ, ଥିଲେ ଯେ ନିଦ୍ରିତ ଲୋଚନେ। ଏ ନାଶ କଲା ତାଙ୍କ ପ୍ରାଣ, ଏବେ କହିବା ପାର୍ଥ ଶୁଣ। ମତ ପ୍ରମତ ଉନ୍ମତ, ବାଳ ବନିତା ନିଦ୍ରାଗତ। ଶରଣାଗତ ରଥହୀନ, ଯୁତେ ଶଙ୍କିତ ରିପୁଜନ। ଏହାଙ୍କୁ ବୋଧ ଯେ କରନ୍ତି, ଜୀବନ ଥାଉଁ ସେ ମରନ୍ତି। ପର ଜୀବନ ମାରି ଆଣି, ଆତ୍ମାକୁ ପଶନ୍ତି ଯେ ପ୍ରାଣୀ। ତାଙ୍କୁ ମାରନ୍ତେ ବହୁ ପୁଣ୍ୟ, ବେଦେ କହନ୍ତି ବିପ୍ରଜନ। ତୁ ଯେ ଦ୍ରୌପଦୀ ଆଗେ ରହି, ପ୍ରତିଜ୍ଞା କଲୁ ଗର୍ବ ବହି। ବୋଇଲୁ ନ କାନ୍ଦ ସୁନ୍ଦରୀ, ତୋର ରିପୁକୁ ମୁହିଁ ଧରି। ତାହାର ଶିର କାଟି ବେଗେ, ସ୍ଥାପିବି ତୋର ପାଦ ଯୁଗେ। ମୁଇଁ ଯେ ଶୁଣିଅଛି ଏହା, ଏବେ ରଖିଲୁ କରି ଦୟା।
ବେଗେ ଏହାର ପ୍ରାଣହର ନିମିଷେ ବିଳମ୍ବନ କର। ଏ ପାପିଆ ତତାଇ ନର ବାଳକ ହନ୍ତାଏ ତୁମ୍ଭର। ଯାହାର ଆଶ୍ରେ ଭୋଗ କଲା ତାର ପ୍ରିୟ ଏ ଚିନ୍ଥିଲା। ଏଣୁ ଏବେ କୂଳ ପାଂଶୁ ପଣେ ନିତ୍ୟେ ବଞ୍ଚଇ ଘର ବନେ। ସୁତ ଉବାଚ ଏମନ୍ତେ ଧର୍ମ ପରୀକ୍ଷାର୍ଥେ କୃଷ୍ଣ କହିଲେ ନାନା ମତେ। ଅର୍ଜୁନ ନ ଶୁଣଇ ତାହା ଗୁରୁପୁତ୍ରକୁ କରି ଦୟା। ଯଦ୍ୟପି ଅଟେ ପୁତ୍ର ଦ୍ରୋହୀ ତଥାପି ବୋଧେ ଇଚ୍ଛା ନାହିଁ। ତକ୍ଷଣେ ଉଠି ବୀର ପାର୍ଥ ବଧ ନ କରି ଗୁରୁ ସୁତ ଦ୍ରୌପଦୀ ଆଗେ ନେଇ ଦେଲା। ତରିପୁ ସମ୍ଭାଳ ବୋଇଲା ନିନ୍ଦିତ କର୍ମେ ହୀନ ହୋଇ। ବନ୍ଧନ ପଶୁ ପାଶେ ଦେହି ଦ୍ରୌପଦୀ ତାର ମୁଖ ଚାହିଁ। ତକ୍ଷଣେ ଚିତ୍ତେ ଦୟା ବହି ପୁତ୍ରଙ୍କ ରିପୁଏ ନିୟତ। ସ୍ୱଭାବେ ଦ୍ରୋଣ ଗୁରୁ ସୁତ ଅନ୍ତରେ ନମସ୍କାର କଲା। ଅର୍ଜୁନ ମୁଖକୁ ଚାହିଁଲା ବୋଲଇ ବେନି କର ଯୋଡ଼ି। ବନ୍ଧନ ଦିଅ ବେଗେ ପେଡ଼ି ସ୍ୱଭାବେ ବିପ୍ର ଗୁରୁଜନ। ବିଶେଷେ ଦ୍ରୋଣଙ୍କ ନନ୍ଦନ। ରହସ୍ୟ ଧନୁର୍ବେଦ ଗ୍ରାମ ବିସର୍ଗ ସଂହାର ସଂଯମ। ସକଳ ଅସ୍ତ୍ର ଶସ୍ତ୍ର କଳା ଯେ ଗୁରୁ ପଣେ ଶିଖାଇଲା। ସେହିଟି ପୁତ୍ର ରୂପେ ଜାତ ଆତ୍ମାରୁ ଆପଣେ ସମ୍ଭୂତ। ସ୍ୱାମୀର ତହୁଁ ଅର୍ଦ୍ଧେ ଘେନି ଯୁଖତେ ଏହାର ଜନନୀ। ସ୍ୱାମୀର ସଙ୍ଗେ ସେ ନ ଗଲା ଯେଣୁ ଏ ପୁତ୍ର ତାର ଥିଲା। ତୁମ୍ଭେ ଧର୍ମଜ୍ଞ ମହାଭାଗ ଏ ନୁହେଁ ତୁମ୍ଭ ଦଣ୍ଡ ଯୋଗ୍ୟ। ଏତର ଧର୍ମ ଗୁରୁକୁଳ ଏହାକୁ ଭଲେ ପ୍ରତିପାଳ। ଏହାର ଗୌତମୀ ମାତା ସୁପୁଣ୍ୟବତୀ ପତିବ୍ରତା। ରୋଦନ ନ କରୁ ସେ ଶୋକେ ମୋହର ପ୍ରାୟ ପୁତ୍ର ଦୁଃଖେ। କ୍ଷତ୍ରିୟ ଯେବେ ମୂଢ଼ପଣେ କୋପ ସମ୍ପାଦେ ବିପ୍ରଗଣେ। ସେ କୋପ ନିଜ କୁଳ ଦୋହେ ଏଣୁ କେ ବିପ୍ରେ ହିଂସା ବହେ। ସୁତ ଉବାଚ ଦ୍ରୌପଦୀ ଧର୍ମ ନ୍ୟାୟ ବାଣୀ ହରଷେ ଯୁଧିଷ୍ଠିର ଶୁଣି। ପୁଣି ନକୁଳ ସହଦେବ ସାତ୍ୟକୀ ଅର୍ଜୁନ ପାଣ୍ଡବ। ଦେବକୀ ପୁତ୍ର ଆଦି କରି କୁନ୍ତୀ ସହିତେ ଯେତେ ନାରୀ। ମୌନେ କିଛି ନ ବୋଇଲେ ସେ ଧର୍ମ ଅନ୍ତରେ ଜାଣିଲେ। ତାହାଙ୍କ ମଧ୍ୟେ ଭୀମସେନ କ୍ରୋଧରେ ଅରୁଣ ଲୋଚନ। କୋପେ ଚାହିଁଲା ପୁତ୍ର ଶୋକେ ବୋଇଲା ଅତି ମନ ଦୁଃଖେ। ତୀକ୍ଷ୍ଣ ଖଡ୍ଗେ କାଟି ଶିର ଏହାକୁ ନରକୁ ଉଦ୍ଧର। ଶୟନେ ଶିଶୁ ବଧ କଲା ଜୀବନ ଥାଉଁ ଏ ମରିଲା। ଏହାକୁ ନ କରିଲେ ହତ ଏ ପାପୁ ତରିବ କେମନ୍ତ। ଦ୍ରୌପଦୀ ତୁଲେ ଚକ୍ରପାଣି ଏ ଧର୍ମ ଭୀମ ମୁଖୁ ଶୁଣି। ଅଳପ ହାସେ ଭାବଗ୍ରାହୀ ବୋଲନ୍ତି ଅର୍ଜୁନକୁ ଚାହିଁ। ଶ୍ରୀ ଅର୍ଜୁନ ଉବାଚ ବ୍ରାହ୍ମଣ ବଧ ଯୋଗ୍ୟ ନୋହି ଏହା ମୁଁ ଶାସ୍ତ୍ରେ ଅଛି କହି। ଯେ କରେ ଆତତାୟୀ କର୍ମ ତାକୁ ମାରିବା ଅଟେ ଧର୍ମ। ମାରଣ ଉଚିତ ଏହାର ଏହାକୁ ରଖ ବୀରବର। ଉଭୟ ବାକ୍ୟ ମୋର କର ଯେ ଧର୍ମ ଉଚିତ ବ୍ୟବହାର। ଦ୍ରୌପଦୀ ସୁପୁତ୍ର ଶୋକ ବେଳେ ତୁଜେ ହୋଇ ବୋଇଲୁ ଅବହେଳେ। ତୋର ପୁତ୍ର ଶତ୍ରୁ ହାଣି ଶିର ଚରଣେ ଦେବି ଆଣି। ଖଣ୍ଡିବ ପୁତ୍ର ଶୋକ ତେବେ ତୋର ବଚନ କର ଏବେ।
ଶସ୍ତ୍ରେ ଏହାର ତେଜ ହର ଜୀବନ ମୃତ ପ୍ରାୟ ନରକର ଶାସ୍ତି ଲାଞ୍ଛନା ବିହରୁ ଏ ବିପ୍ର ଜୀବନେ ନ ମରୁ ଶୋକ ନଥାଉ କୃଷ୍ଣ ଚିତେ ଏକଥା କର ଭୀମ ହିତେ ଏକଥା ମୋର ସନମତ ଶୁଣି ଅର୍ଜୁନ କୃତକୃତ୍ୟ ତକ୍ଷଣେ ଉଠି କୋପ ଭରେ ତୀକ୍ଷ୍ମ ଖଡ୍ଗ ଧରି କରେ କେଶ ଧୋଇଲା ବାମ ହସ୍ତେ ମଣି ଯେ ଥିଲା ତାର ମାଥେ ଖଡଗ ଧରି ଦୃଢ଼ ମୁଷ୍ଟି ମଣି ସହିତେ ଶିଖା କାଟି ଆଣି ଥୋଇଲା ବାହୁ ବଳେ ଦ୍ରୌପଦୀ ଦେବୀ ପାଦ ତଳେ ବନ୍ଧନ ତକ୍ଷଣେ ଫେରିଲା ଦ୍ରୌପଦୀ ତା ମୁଖ ଚାହିଁଲା ବାଳକ ହତ୍ୟା ଦୋଷହୀନ ମଳିନ ଦିଶେ ତା ବଦନ ମଣି ହରି ହରଣେ ତେଜ ଗଲା ନଗରୁ ବେଗେ ପଳାଇଲା କେଶବ ପନ ଧନ ହରି ରାଜାଙ୍କୁ ରାଜ୍ୟ ଦୂର କରି ବ୍ରାହ୍ମଣ ଦଣ୍ଡି ଏହି ମତେ ମରଣ ଲୋଭଇ ଜୀବନ୍ତେ ଦ୍ରୋଣକୁ ମରେ ଶାସ୍ତି ଦେଇ ଜ୍ଞାତି ବାନ୍ଧବେ ରୁଣ୍ଡ ହୋଇ ସର୍ବେ ଆତୁର ପୁତ୍ର ଶୋକେ ବାଳକ ଘେନି ଏକେ ଏକେ ଦହନେ କଲେ ଦୁଃଖ ମନେ ଏବେ ହୋ ଶୁଣ ମୁନି ଜନେ ସୁଜନ ହିତେ ଭାଗବତ ଭିଆଇ ରସମୟ ଗୀତ ପ୍ରଥମ ସ୍କନ୍ଧେ ହରିବାଣୀ ଶୁଣି ସଂସାର ତର ପ୍ରାଣୀ ଅମୃତ ଶ୍ରୀକୃଷ୍ଣ ଚରିତ କହଇ ବିପ୍ର ଜଗନ୍ନାଥ ଅମୃତ ଶ୍ରୀକୃଷ୍ଣ ଚରିତ କହଇ ବିପ୍ର ଜଗନ୍ନାଥ इति श्रीमद्भागवते महापुराणे परमहंस्यां संहितायां प्रथमस्कन्धे द्रौपदीपुत्रवधे अश्वस्थामा मणिहरणं नाम सप्तमोऽध्याय। ॐ नमः भगवते वासुदेवाय हरि ओम्।